ଛୁପିବାକୁ ଚେଷ୍ଟା କରୁଛନ୍ତି। ଶହ ଶହ ମହିଳାଙ୍କ ଚୁନରି ଖୋଲିବାର ଚିତ୍ର ଯେବେ ଆସିବ ସେବେ ସବୁ କଥା ସାମ୍ନାକୁ ଆସିବ। ସେକ୍ସ ସ୍କାଣ୍ଡେଲ କରୁଥିବା ମନ୍ତ୍ରୀ ରହିବା ଠିକ୍ ନୁହଁ। କଳଙ୍କାରୀରେ ଲିପ୍ତ ଥିବା ମନ୍ତ୍ରୀ ଗିରଫ ହେବା ଦରକାର। ରାଜନୀତି ଅତି ବିଚିତ୍ର। ବେଶ୍ୟାର ପ୍ରଳୟ ଅଥବା ଜହ୍ନର ଛାଇରେ ବରଂ କେତେକ ସ୍ଥିରତା ଥାଇପାରେ, ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ୱ ଓ ବୈରିତ୍ୱ ଚଲା ମେଘ ପରି ଅସ୍ଥିର। କାହିଁକି ଏକଥା କହୁଛୁ ତାହା ପ୍ରଭାତୀ ମ୍ୟାଡାମ ବେଶ ଭଲ ଭାବେ ବୁଝିପାରୁଥିବେ। କ୍ଷମତା ପାଇଁ ଅନ୍ଧ ହୋଇଯାଇଛନ୍ତି ପ୍ରଭାତୀ। ନୀତି ନୈତିକତାକୁ ପାଦରେ ଦଳି ପକଛି ଶେଷରେ ଚରିତ୍ରହୀନ ଓ ଯୌନ ପିପାସୁ ସମୀର ଭଳି ଶୈତାନ ସହ ମିତ ବସିଛନ୍ତି। ପ୍ରଭାତୀ ମ୍ୟାଡାମ ଘରେ ତ ଝିଅ ବୋହୂ ନିହାତି ଥିବେ। ଟିକେ ସମୟ କାଢ଼ି ପଚାରିବେ, ସମୀରକୁ ଦଳରେ ସ୍ୱାଗତ କଲି, ଭଲ କଲି ନା? ଭାବୁଛୁ ଉତ୍ତର ସେଇଠୁ ପାଇଯିବେ। ଆଜ୍ଞା, ଆପଣଙ୍କ ଘରୁ ଯେଉଁ ଉତ୍ତର ମିଳିବନି କି ତାହା ହେଉଛି ପୁରା ନିମାପଡ଼ାବାସୀଙ୍କ ଅନ୍ତରର କଥା। ଆପଣ ସେହି ଲୋକ ତ ଯିଏ ସମୀରକୁ ନଷ୍ଟ ଚରିତ୍ର କହିଥିଲେ, ସମୀରକୁ ବ୍ୟଭିଚାରୀର ଆଖ୍ୟା ଦେଇଥିଲେ। ଶିକ୍ଷା ମନ୍ତ୍ରୀ ବ୍ୟଭିଚାରୀ ଆଜି ନଷ୍ଟ ଚରିତ୍ରର ଚିତ୍ର ଚାରିଆଡ଼େ ଘୁରି ବୁଲୁଥିଲା ବେଳେ ଚୁପ୍ କାହିଁକି ପୋଲିସ? ଏବେ ସେହି ବ୍ୟଭିଚାରୀ ସହିତ ବନ୍ଧୁ। ଆପଣଙ୍କ ସ୍ୱାର୍ଥ ସର୍ବସ୍ୱ ରାଜନୀତି ଆଗରେ ନିମାପଡ଼ା ମହିଳାଙ୍କ ଇଜ୍ଜତ କ'ଣ ଏତେ ଶସ୍ତା? ଛି ଛି ଛି, ନିଜ ଅନ୍ତରାତ୍ମାକୁ ଥରେ ପଚାରନ୍ତୁ, କେତେ ନିମ୍ନ ସ୍ତରର ରାଜନୀତି ଆପଣ କରୁଛନ୍ତି। ଏବେ ସମୀରଙ୍କ ଭଳି ଶୈତାନକୁ ପାଖରେ ବସାଇଛନ୍ତି। ସୁଯୋଗ ମିଳିଲେ ନିମାପଡ଼ା ମହିଳାଙ୍କ ଇଜ୍ଜତକୁ ମଧ୍ୟ ତା ହାତରେ ଟେକିଦେବେ। ଆପଣଙ୍କୁ ଛୋଟିଆ ପରାମର୍ଶ, ନିମାପଡ଼ାବାସୀଙ୍କୁ ଆଉ ମୁହଁ ଦେଖାନ୍ତୁନି। କେତେକ ସ୍ଥିରତା ଥାଇପାରେ, ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ୱ ଓ ବୈରିତ୍ୱ ଚଲା ମେଘ ପରି ଅସ୍ଥିର। କାହିଁକି ଏକଥା କହୁଛୁ ତାହା ପ୍ରଭାତୀ ମ୍ୟାଡାମ ବେଶ ଭଲ ଭାବେ